ସଡ଼କ ଦୁର୍ଘଟଣା ପୀଡ଼ିତାଙ୍କୁ ସାହାଯ୍ୟ କଲେ ସରକାର ଦେବେ 25,000 ଟଙ୍କା। ଜାଣନ୍ତୁ କେବେ ଏବଂ କିପରି କରିପାରିବେ ଆବେଦନ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ରାହବୀର ଯୋଜନାକୁ ଦିଲ୍ଲୀରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ଏହି ଯୋଜନା ଅଧୀନରେ ଯେଉଁମାନେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ସାହାଯ୍ୟ କରନ୍ତି ସେମାନଙ୍କୁ 25,000 ଟଙ୍କା ପୁରସ୍କାର ମିଳିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘୋଷଣା କରିଛନ୍ତି ଯେ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ରାହବୀର ଯୋଜନା ଗ୍ରହଣ କରିବ। ଏହି ଯୋଜନାର ଲକ୍ଷ୍ୟ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ସହାୟତା ପ୍ରଦାନ କରୁଥିବା ଲୋକଙ୍କୁ ଉତ୍ସାହିତ କରିବା। ଆସନ୍ତୁ ଆମେ ବର୍ଣ୍ଣନା କରିବା ଯେଉଁମାନେ ସଡ଼କ ଦୁର୍ଘଟଣା ପୀଡ଼ିତାଙ୍କୁ ସାହାଯ୍ୟ କରନ୍ତି ସେମାନେ କିପରି 25,000 ଟଙ୍କା ପୁରସ୍କାର ପାଇବେ ଏବଂ କେଉଁଠାରେ ଆବେଦନ କରିବେ। ତେବେ ଯୋଜନା କିପରି କାମ କରିବ? ଯଦି ଜଣେ ବ୍ୟକ୍ତି ଦୁର୍ଘଟଣାରେ ପ୍ରଥମ ଘଣ୍ଟା ଯଥା ଗୋଲ୍ଡେନ୍ ଆୱାର ମଧ୍ୟରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ପୀଡ଼ିତାଙ୍କୁ ହସ୍ପିଟାଲ କିମ୍ବା ଟ୍ରମା ସେଣ୍ଟରରେ ପହଞ୍ଚାଇ ଦିଅନ୍ତି ତେବେ ତାଙ୍କୁ 25,000 ଟଙ୍କା ପୁରସ୍କାର ଦିଆଯିବ। ତେବେ ଗୋଲ୍ଡେନ୍ ଆୱାର କ'ଣ ଅଟେ? ଦୁର୍ଘଟଣା ପରେ ପ୍ରଥମ ଘଣ୍ଟାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ସମୟ ମଧ୍ୟରେ ତୁରନ୍ତ ଚିକିତ୍ସା ସହାୟତା ଅନେକ ଜୀବନ ବଞ୍ଚାଇ ପାରିବ। ଏହି ଯୋଜନା ଏହି ଭୟକୁ ଦୂର କରିବ ଏବଂ ଲୋକଙ୍କୁ ଆଗକୁ ଆସିବାକୁ ଉତ୍ସାହିତ କରିବ। ତେବେ ଏହି ଯୋଜନାର ଲକ୍ଷ୍ୟ କ'ଣ ରହିଛି? ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଦୁର୍ଘଟଣା ପୀଡ଼ିତାଙ୍କୁ ବିଳମ୍ବ ନକରି ତୁରନ୍ତ ଚିକିତ୍ସା ସହାୟତା ଦେବା ଏବଂ ସାଧାରଣ ନାଗରିକଙ୍କୁ ଜୀବନ ବଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିବା। ତେବେ ଏହି ଯୋଜନାରୁ କିଏ ଉପକୃତ ହୋଇପାରିବେ? ଯେଉଁ ବ୍ୟକ୍ତି ଗୁରୁତର ଆହତ ଦୁର୍ଘଟଣା ପୀଡ଼ିତାଙ୍କୁ ଗୋଲ୍ଡେନ୍ ଆୱାର ମଧ୍ୟରେ କିମ୍ବା ପ୍ରଥମ ଘଣ୍ଟା ମଧ୍ୟରେ ହସ୍ପିଟାଲ କିମ୍ବା ମେଡିକାଲରେ ପହଞ୍ଚାଇ ଦିଅନ୍ତି ସେ 25,000 ଟଙ୍କା ପୁରସ୍କାର ପାଇପାରିବେ। ଯଦିଓ ଗୋଟିଏ ଦୁର୍ଘଟଣାରେ ଅନେକ ଲୋକଙ୍କୁ ସାହାଯ୍ୟ କରାଯାଏ ତଥାପି ପ୍ରତି ଘଟଣାରେ ସର୍ବାଧିକ 25,000 ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ଏହା ସହିତ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ମିଳିବ। ପ୍ରତିବର୍ଷ ସାରା ଦେଶରୁ 10 ଜଣଙ୍କୁ ଏକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ ଯେଉଁ ରାଶିର ମୂଲ୍ୟ ରହିବ 1,00,000 ଟଙ୍କା। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ